ଭାତଟା ଓହ୍ଲେଇଲି ଯେମିତି ତ ତୁଣର ଚିନ୍ତା ତୁଣ ଆଉ କି ରାନ୍ଧବି କହିଲି ନାଇଁ ଗୋ ସୋୟାବିନ୍ ଆଉ ଆଳୁ ହେଲେ ଆଜି କରିଦିଏ ବୋଲିକରି ଭାବିଲି। ସମସ୍ତେ କହୁଛନ୍ତି କି ରାନ୍ଧୁଛୁ କେଁକୋ ଟଣ୍ଡା ଏମିତି ଏତେ ଟିକେ ଯେ ମୁଇଁ କହୁଛେ ହଁ ଆଜି ଆମର କେଁକୋ ଟଣ୍ଡା ତୁଣ କରିଛୁଁ ଗୋ ଯିଏ ନେବ ଆସିବ କହିଦେଲି। ଆଉ କହିଲେ ସୋୟାବିନ୍ ବଡ଼ିଆକେ ଆଉ ଛାଣି ନେଇଗଲେ ଏକାଥରେ। ତ ସକାଳ ହେଲେ ଭାତଟା ଓହ୍ଲେଇବୁ ବୋଲେ ଆଉ କିଛି ତୁଣ ପାଇବୁ ନାହିଁ। ଆଳୁ ଦୁଇଟା ସିଝେଇ ଦେଲି ଆଉ ସୋୟାବିନ୍ ବଡ଼ିଆକେ ପୁରା ଛାଣିଦେଲି। ଛାଣିକରି ଓହ୍ଲେଇ ଦେଇଛେ ଯେମିତି ତ ଆଉ କହୁଛେ କି ଟିକେ ମିଶେଇଲେ ହ୍ୟା ବିଲାତି ଟିକେ ଆଳୁ ଟିକେ ଦେଲେ ତ ଭଲ ଆଉ କହିକରି ତେଲଟା ଗରମ କଲି ମସଲା ଟିକେ ଛାଡ଼ିଦେଲି। ଆଉ କହୁଛେ ହଳଦୀ ଗୁଣ୍ଡ ଟିକେ ଦେଇଦିଏ କହିକରି ଆଉ ଚାମଚରେ କାଢ଼ିକରି ହଳଦୀ ଗୁଣ୍ଡ ଟିକେ ଦେଇଦେଲି। ଆଉ ଜିରା ଗୁଣ୍ଡ ଟିକେ ଦେଇଦିଏ କହିକରି ଜିରା ଗୁଣ୍ଡ ଟିକେ ଦେଇଦେଲି। ଆଉ ଲାଡ଼ି ଦିଏ କହିକରି ପୁରା ଲାଳବାରେ ବ୍ୟସ୍ତ ପୁରା ଲାଡ଼ି ଦେଉଛେ। କହୁଛେ କଲର୍ ଯେ ଟିକେ ବି ଆସକେ ନାଇଁ କଲର୍ ଟିକେ ଦେଲେ ହେତା। ଆଉ ଲୁଣ ନାଇଁ ଦେଲେ ତ ଅଲଣା ହେଲେ ଛୁଆମାନେ ଖାଇମେ ନାଇଁ ମୁଇଁ ପାସରି ଦେଇଥିଲି ଲୁଣ ଟିକେ ଦେଇଦେଲି। ଆଉ ଲାଡ଼ି ଦେଉଛେ କହୁଛେ କଲର୍ ଲଙ୍କା ଟିକେ ଦେଲେ ତୁଣଟା ଟିକେ ଭଲ୍ ଦେଖାଯିବା। ଆଉ ନାହେଲେ କଡ଼ା ହଉ ନାଇଁ ହଉ କଲର୍ ଟିକେ ଦେଇଥିଲେ ଭଲ୍ ଦେଖାଯାଏ। ବଳେ ମୁଇଁ କହିଲି ଦେଇଦିଏ ଟିକେ କଲର୍ ଲଙ୍କା କହିଲି ଆଉ ବିଲାତି ଦୁଇଟା କାଟିକରି ପକେଇଦେଲି। ଓଃ କେତେ ସୁନ୍ଦର ଦେଖାଗଲା। ଖାଇବାର ଯାହା ହଉ ତାହା ହଉ ଦେଖବାରଟା ତ ବହୁତ ସୁନ୍ଦର ଦେଖାଯାଏ। ବଳେ ମକେ ଜଣେ କହୁଛନ୍ ଆଉ କି ଯେ କରି ବୁଲୁଛ ଆଉ ଏତେ ବଢ଼ିଆ ବାସ୍ନା ହେଉଛି ମାଂସ ତୁଣ ଭଳିଆ। ବଳେ ମୁଇଁ କହୁଛେ କିଛି ବାସ୍ନା ନାଇଁ ଗା ତ ଆଳୁ ତୁଣଗା ରାନ୍ଧୁଛେ ଆଉ କି ବାସ୍ନା ହେଉଛି କହିଦେଉଛେ। ଆଉ ଆଳୁ ବିଲାତିକେ ପୁରା ସୋୟାବିନ୍ ବଡ଼ିକେ ଢାଳି ଦେଉଛେ। ଆଉ ଏପଟୁ ସେପଟୁ ଖାଲି ଚକଟ ମକଟ କରି ଲାଡ଼ି ଦେଉଛେ। କହୁଛେ କି ଆଜି ରୁଟି ସହିତ ଖାଇଲେ ବି ଭଲ ଲାଗେ ଭାତ ସହିତ ଖାଇଲେ ବି ଭଲ ଲାଗେ। ଏତେ ଲୋକ କହୁଛନ୍ ବାସ୍ନାଟା ଦାଣ୍ଡକେ ପଳଉଛି କହିଦିଅ ଟିକେ ଢମ୍ପେଇ ଦିଏ ଢମ୍ପେଇ ଦେଲି। ଆଉ ଉଠେଇ କରି ଦେଖୁଛି ନା ଲାଗି ଯାଉଥିଲା ବଳେ ମୁଇଁ କହିଲି ପାଣି ତାଟିଏ ଦେଇଦିଏ। ତାଟିଏ ଆହୁରି ପାଣି ଦେଉଛେ ଆମର ତ 3 ଜଣ ଅଛୁ 3 ତାଟିଆ ତୁଣ ହଉନା କହିକରି 2 ତାଟିଆ ପାଣି ଢାଳି ଦେଲି। ଆଉ ଓହ୍ଲେଇ ନେଇକରି ଛୁଆଟାକେ କହିଲି ତାର ଫୁଫୁ ସାଙ୍ଗେ ଆସ ଖାଅ କହିକରି ମୁହେଇ ଦେଲି। ତାର ଫୁଫୁ ସାଙ୍ଗେ ରୁଟି ଖାଇକି ଲାଗି ପଡ଼ିଛନ୍ ଗୋ। ଆଉ